ମୁଁ ମୋର ବ୍ୟାଙ୍କ କାମରେ ଆସିଥିଲି ନବରଙ୍ଗପୁର ଗୋଟେ ଛୋଟ ଗାଁଟେ। ସେ ଗାଁ ଅଛି ଏଇପଟେ ଆଗରେ। ଶୋଷ ଲାଗିଲା, ଖରାବେଳ ଅଛି, ଗୋଟେ ପାଣି ବୋଟଲ କିଣିଲି। ଏଇଟା କେଉଁ କମ୍ପାନୀ କି ଏକ୍ସପୋଜ କି ସେମିତି କିଛି ବିଷୟ ନୁହଁ, ଜଷ୍ଟ ଟିକେ ମଜାକ ପାଇଁ। ଦେଖନ୍ତୁ, 10 ଟଙ୍କା ଦେଲି, ଗୋଟେ ହାଫ୍ ଲିଟର ପାଣି ବୋଟଲ ଗୋଟେ ଦେଲେ। ହେଲେ ଦେଖନ୍ତୁ, ସେ ପାଣି ବୋଟଲ ମୁଁ ପୁରା ଖୁସି ହେଇଗଲି। ଭାଇ ବିସ୍ଲେରୀ ଦେଇଦେଲେ, ମାନେ ଏତେ ଛୋଟ ଛୋଟ ଗାଁରେ ବି ବିସ୍ଲେରୀ ପାଣି ମିଳୁଛି। ଏପଟେ ବେଙ୍ଗଲୀରେ ଲେଖା ହେଇଥିଲା, ସେଇଟା ମୁଁ ବୁଝିପାରିଲିନି, ବୁଝିଲେ। ବେଙ୍ଗଲୀ ମୁଁ ବୁଝିପାରିଲିନି। ତାପରେ ଯେତେବେଳେ ଏପଟେ ଇଂଲିଶଟା ଉଲ୍ଟେଇଲି, ଭାଇ ଏଇଟା କେଉଁ ପ୍ରକାର ବିସ୍ଲେରୀ? ମୁଁ ଏଇଟା ପଢ଼ିଲା ବେଳୁ ମୋତେ କଷ୍ଟ ଲାଗିଯାଉଛି। କ'ଣ ବିରଲେସି ନା କ'ଣ ପଢ଼ା ହବ ଏଇଟାକୁ? ବିରସିଲେ ଏଇଟା କ'ଣ ପଢ଼ା ହବ? ତମେ ନିଜେ କମେଣ୍ଟରେ ଭାଇ କହିଦିଅ। ବିରିସିଲେ ମୁଁ ତ ପଢ଼ିପାରୁନି ଠିକ୍ରେ, ମୋର ଜ୍ଞାନରୁ ବାହାର ପଳାଉଛି ବୋଧେ। ସେଇଟା ପାଇଁ ନିଜେ ଆପଣ ଟିକେ ପଢ଼ିକିରି କମେଣ୍ଟରେ କହିଦିଅନ୍ତୁ ଏଇଟାକୁ କ'ଣ ପଢ଼ା ହବ। ଆରେ ଭାଇ, କପି କରୁଛ ମନା ନାହିଁ, ହେଲେ ତ ଏମିତି ଗୋଟେ ନାଁ ଗୋଟେ ଦିଅ ଯେଉଁଟା ପଢ଼ି ହବ। ହେଲେ ଏଇଟା କ'ଣ ବିରସିଲେ ନା ଏଇଟା କ'ଣ ପଢ଼ିବି? ମୁଇଁ ତ ଜାଣିପାରୁନି ଠିକ୍ରେ। ମୁଁ ତ ଠିକ୍ରେ ଜାଣିପାରୁନି। ଦେଖନ୍ତୁ, ଆର ସବୁ ପୁରା ସର୍ଟକଟ୍ରେ ଦିଆହେଇଯାଇଛି। କ'ଣ ଅଛି କ'ଣ